ଲକିର ଆଖି ଦେଖନ୍ତୁ ସାଙ୍ଗମାନେ, ତା ଆଖି ଗୋଟେ ଆଖି ଏମିତି ହେଇଯାଇଛି। ଦେଖନ୍ତୁ କେମିତି ଦେଖାଉଛି। ରହ 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 କୋକାଇଲୁ କୋକାନି ତାକୁ 10 ml ଦିଆହଉଛି। ଗାଈ ଯାଇ କୋଉଠି ଚରୁଛି ମାନେ ଘାସ ତ କୋଉଠି ନାହିଁ। ଆମର ଏଠି ଘାସ ମରା ମାରି ଦେଇଥିଲି। ଏଇ ଯୋଉ ଘାସ ମରା ମରା ହେଇଛି, କୋଉ ଘାସ ମରା ଜାଣିଛନ୍ତି ନା? ମାସେ ହେଇଗଲାଣି ଘାସ ନାହିଁ। ଆହୁରି 3 ମାସ ଯାଏ ଘାସ ରହିବନି। ଆଉ ଗାଈ ସେ ଏପଟ ବାଇରେ ଘାସ ଅଛି, ବଡ ବଡ ଘାସ। ଗାଈ ତାର ରାମ୍ପୁଛି, କାରଣ ଗାଈ କି ଯେତେ ମାତ୍ରାରେ ଘାସ ଦରକାର। ହାଲୋ ନମସ୍କାର, ଜୟ ଜଗନ୍ନାଥ। ଚିକୁ ପେଟ୍ ବ୍ଲଗ୍ସ କୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ସାଙ୍ଗମାନେ, ମୋର ଯୋଉ ଘାସ ମରା ହେଇଛି ମାସେ ପୂର୍ବରୁ ମରା ହେଲାଣି, ମାନେ 3 ମାସ 4 ମାସ ଯାଏ ଘାସ ରହିବନି। ପୁରା ଟୋଟାଲି ବାରି ସଫା, ଏପଟ ସଫା। ସେ ଖାଲି ପତ୍ର ବଉଳ କୋଳି ଗଛଟା ଅଛି ନା, ପତ୍ର ପଡୁଛି, ନହେଲେ ପୁରା ବାରି ଦେଖ। ଏପଟେ ବି ସାଙ୍ଗମାନେ ଦେଖନ୍ତୁ, ଏପଟେ ବି ଘାସ ନାହିଁ, ପୁରା ସଫା। ଏଇଭଳିଆ କାହିଁ ଖାଲି ପତ୍ର, ଏଇ ଯୋଉ ବଉଳ କୋଳି ପତ୍ର ପଡୁନି, ଆଉ ସେ ପତ୍ର ପଡୁଛି। ଓଳିଆକୁ ତ କେହି ନାହାନ୍ତି ସାଙ୍ଗମାନେ। ମୁଁ ତ ଏକୁଟିଆ, ଓଳେଇଲେ ତ ଜାଣିଥିବ ହାତ ଫାତ ପୁରା ଧରି ପକେଇବ। ହେଲେ ବି ମୁଁ ଓଳିଆ ପାଇଁ ଜଣେ ଲୋକଙ୍କୁ ଡାକେ, ସେ ମାସ ପେମେଣ୍ଟ ନିଅନ୍ତି। ସେ ଦାଣ୍ଡଟା ଆମର ପୁରା ସଫା କରି ଓଳେଇକି ଯାଆନ୍ତି। ଆଉ ବାରିଘର ଓଳେଇଲା ବେଳକୁ ତାଙ୍କୁ ଲାଗିଯିବ 1.5 ଘଣ୍ଟା ଖଣ୍ଡେ ଲାଗିଯିବ, ଖାଲି ଦାଣ୍ଡଟା ବାରିକି ଓଳେଇକି ସଫା କଲା ବେଳକୁ। ଏତେ ତ ହେଇପାରିବନି। ଦିନେ ଅଧେ ତାଙ୍କୁ ଡାକିଦିଏ, ସେ ଏପଟକୁ ଆସି ସଫା କରିଦିଅନ୍ତି, ଆଉ ସବୁ ଯାକ ସେପଟକୁ ସଫା କରନ୍ତି। ସାଙ୍ଗମାନେ, ଆଜି ଆପଣ ମାନେ ଦେଖନ୍ତୁ, ଆମର କୋଉ କୁକୁର ମାନେ ପ୍ରେଗନେଣ୍ଟ ଅଛନ୍ତି। ସାଙ୍ଗମାନେ, ଗାଈ ବି ଦେଖନ୍ତୁ, ଗାଈ ବି ଆମର ପ୍ରେଗନେଣ୍ଟ ଅଛି। ତାର ଆଉ ରହିଲା 2 ମାସ, ରହିଲା 2 ମାସ ଭିତରେ ଜନ୍ମ କରିବ। ଆଉ ଆମର ଯୋଉ 3ଟା ଡଗ ମେଟିଂ ହେଇଥିଲେ, କୋକୋ, ଚାର୍ଲି, ଲକି, ତା ଦେହରୁ କୋଉ କୁକୁର ପ୍ରେଗନେଣ୍ଟ ଅଛନ୍ତି ଜାଣିଛନ୍ତି ସାଙ୍ଗମାନେ? ଆସନ୍ତୁ ଜାଣିବା କୋଉ କୁକୁର ପ୍ରେଗନେଣ୍ଟ ଅଛନ୍ତି। ପ୍ରେଗନେଣ୍ଟ କିଏ ଅଛି ଆପଣ ମାନେ ସିଓର ମତେ କହିବେ। ଆଉ ସାଙ୍ଗମାନେ, ଆପଣ ମାନଙ୍କ ଡଗ କେବେ ହାତୀରୁ ମେଡିସିନ ଖାଆନ୍ତି? ଆମ ଚାର୍ଲି, କୋକୋ, ଲକି ବି ଖାଏ, କିନ୍ତୁ ଲକି ସକାଳ ବେଳା ଖାଇବନି, ରାତ୍ରି ବେଳେ ଖାଏ। ସାର୍କୋପେରଲ ଦିଆହବ, ଖାଇବାକୁ ଦିଆହବ, ସିଏ ପୁରା ଟୋଟାଲି ସବୁ ଖାଇଦେବେ। ଟୋଟାଲି ସବୁ ଯାକ ଖାଇଦେବେ। ମାନେ ସେ ଆମର ଯୋଉ କୁକୁରଙ୍କୁ ଦିଆହବ, ଚାର୍ଲି କି, କୋକୋ କୁ, ଲକି କି, ଲକି ତ ସକାଳ ବେଳା ଖାଏନି ସାଙ୍ଗମାନେ। ଚାର୍ଲିର, କୋକୋର ସକାଳ ବେଳା ମେଡିସିନ ଖାଆନ୍ତି। ସେ ଖାଇବେ। ଦେଖନ୍ତୁ ସାଙ୍ଗମାନେ, ସେ କେମିତି ଖାଆନ୍ତି, ଆଉ ପ୍ରେଗନେଣ୍ଟ କେମିତି ଅଛନ୍ତି ଆପଣମାନେ ଚାଲନ୍ତୁ ଦେଖିବା। କେତେ ଦିନ ଆଜିକି ହେଲା ସେଇଟା ବି ଆପଣମାନେ ଦେଖିବେ। ଜୟ ଜଗନ୍ନାଥ ସାଙ୍ଗମାନେ। ହଁ ସାଙ୍ଗମାନେ, କୁକୁର ଛୁଆ କିଏ ନେବେ, ଚାର୍ଲି ଛୁଆ, ନିଶ୍ଚିନ୍ତ ଭାବରେ କମେଣ୍ଟ ଦେବେ। ଚାର୍ଲି ଛୁଆ ତ ଆପଣମାନେ ଦେଖିଥିବେ କେତେ ଆରଥରକ କେତେ ବଢିଆ କ୍ୱାଲିଟିର ହେଇଥିଲେ। ଭାଙ୍ଗ ଏଇଠୁ ଆସି ଏମିତି ଭାଙ୍ଗ ପଡୁଥାଏ, ମାନେ ପୁରା ଟୋଟାଲି ଭାଙ୍ଗ। ଚାର୍ଲି ହଉଛି କେସିଆଇ ବ୍ରିଡର ବ୍ଲଡ ଲାଇନର ଫିମେଲଟା, 40,000 ଟଙ୍କାର ଫିମେଲ। ତାପରକୁ ସିଏ ଯାହା ସେ ମେଟିଂ ହେଇଛି, ସିଏ ବି କେସିଆଇ ବ୍ଲଡ ଲାଇନର ମେଲଟା। ଚାଲନ୍ତୁ ଦେଖିବା ଚାର୍ଲିକି, ଆଉ ମେଡିସିନ କେମିତି ଖାଉଛି ଆପଣମାନେ ଦେଖିବେ। ଜୟ ଜଗନ୍ନାଥ। ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ଦେଖିବେ, ଏନ୍ଜୟ କରନ୍ତୁ ଭିଡ଼ିଓ। ଜୟ ଜଗନ୍ନାଥ। ମୋର ଗାଡ଼ିଟା ଘୋଡ଼ିବା ପାଇଁ ତାକୁ ଆଣିଥିଲି, କିନ୍ତୁ ଘୋଡ଼ା ହେଉଛି ବୁଲେଟ୍। ବୁଲେଟ୍ ଏମିତି ହଇରାଣ ହେଇଗଲାଣି ସାଙ୍ଗମାନେ, ଦେଖନ୍ତୁ ଦେଖଉଛି ଆପଣମାନେ। ଦେଖନ୍ତୁ ବୁଲେଟ୍ ଏଠି ଥୁଆ ହେଇଛି। এটা পুরো ওল্ড মডেল বুলেট, পুଣି ତା ଦେହରେ କେମିତି କପଡ଼ା ଦିଆହେଇ ଥୁଆ ହେଇଛି। ମୋ ଗାଡ଼ି ମୋ ପାଇଁ ସବୁଠୁ ଆଗ। ଦେଖନ୍ତୁ ସାଙ୍ଗମାନେ, ବୁଲେଟ୍ ଏଇଟା ଓଲ୍ଡ ମଡେଲ ବୁଲେଟ୍ ହେଲା। ଏଇଠୁ ଓଲ୍ଡ ମଡେଲ ଜାଣିପାରୁଥିବେ, କେମିତି ଲେଖା ଦେଖନ୍ତୁ ହେଲା। ଇଏ ଗାଡ଼ି, ଇଏ ଯୋଉ ତେଲ ପଡୁଛି, ଏ ଗାଡ଼ି ପୁରା ବନ୍ଦ ହେଇକି ପଡିଛି, ଷ୍ଟାର୍ଟ ହଉନି। ମାନେ ଏତେ ମନ ଦୁଃଖ ହଉଛି। ତେଲ ଦେଖନ୍ତୁ, ସବୁ ଇନ୍ଧନ ମିଶି ମୁଁ ତେଲ ଏତିକି କାଢିଛି, ତା ଦେହରେ ସବୁ ଇନ୍ଧନ ମିଶିଛି। ଇନ୍ଧନ ମିଶିଲେ କେମିତି ଦେଖାଯାଏ ମୁଁ ବି ଜାଣିନାହିଁ, କିନ୍ତୁ ସେ ଯୋଉ ସ୍ଲୋ ପେଟ୍ରୋଲ, ଯୋଉ ଧୀରେ ଯୋଉ ତେଲ ପଡେନି, ସେଇ ତେଲ ପକେଇଥିଲି ସାଙ୍ଗମାନେ। ଏମିତି ହଇରାଣ ହେଇଗଲି। ସେ ତେଲ ପକେଇଲେ ମାନେ ସିଏ କେବଳ BS6 ପାଇଁ ସେ ତେଲ। ଇଏ ହଉଛି ପୁରା ପୁରୁଣା ମଡେଲ ଗାଡ଼ି। ଇଏ ତେଲ ତା ଦେହରେ, ଇଏ ଗାଡ଼ି ମୂଳରୁ ଷ୍ଟାର୍ଟ ହଉନି। BS6 ଗାଡ଼ି, ସେ ଗାଡ଼ି ଚଳିଯିବ। ଯଦି ଯୋଉ ଭାଇ ମାନେ ତେଲ ପକେଇବାକୁ ଯାଉଛନ୍ତି ଟାଙ୍କିକି, 118 ଟଙ୍କା ତେଲ ଲିଟର ଆମ ସେପଟେ ଚାଲିଛି। ସିଏ ବଢିଆ ତେଲ। ମୁଁ ସେଇ ଗୋଟା କାରରେ ସେଇ ତେଲ ମାରୁଛି। ଡିଲକ୍ସରେ ବି କାଲି ମାରିକି ଯାଇଛି ସେଇ ତେଲ। ବୁଲେଟରେ ଟାଙ୍କି, ପୁଣି ଇଏ ଗାଡ଼ି କଣ ନା, ଖରାପ ହେଲେ ଆକୁ ମୁଁ ବାହାରକୁ ନେଇକି ଯାଇପାରିବିନି। ପେଲିକି ନେଇ ହବ ନା, ଗାଡ଼ିରେ ଲୋଡ କରି ନେଇ ହବ। ଆକୁ ଟେକିବ କି? ଆକୁ 20 ଜଣ ବି ଟେକି ପାରିବେନି। ଏ ଯେତିକି ଓଜନ, ଏ ପ୍ରବଳ ଓଜନ ନା। ଏ 3 କୁଇଣ୍ଟାଲ 3.5 କୁଇଣ୍ଟାଲର ଗାଡ଼ି, ପୁରୁଣା ମଡେଲ ଗାଡ଼ି, ପ୍ରବଳ ଓଜନ। ଆଉ ଏ ଗାଡ଼ି ତ ଟେକିକି ନେଇ ହବନି। ସେଥିପାଇଁ ଆପଣ ମାନେ ଯେତେବେଳେ ବି ତେଲ ପକାଉଛନ୍ତି, ସ୍ପିଡ ତେଲ ପକାନ୍ତୁ, ସ୍ଲୋ ତେଲ ଜମା ପକାନ୍ତୁନି। ପୁରା ହଇରାଣ, ମୁଁ ପୁରା କାନ୍ଦି ପକେଇଲିଣି। ପୁରୁଣା ମଡେଲ ଗାଡ଼ି ଜମା ଷ୍ଟାର୍ଟ ହଉନି। 3ଟା କିକ୍ ମାରୁଛି, 3ଟା କିକରେ ଗୋଟେ କିକ୍ ନାଦିକି ମାରୁଛି, ଛାଟୁଛି, ସେ ମୋ ଗୋଡରେ ବାଜୁଛି, ଗୋଡ ଅଧା ଦରଜ କରିଦଉଛି। ନା କି ନୂଆ ମଡେଲ ଭାଇ ଚିପି ଦେଲେ ଷ୍ଟାର୍ଟ ହେଇଯିବ। ଇଏ ଭାଇ ଜମା ହଉନି, ମୁଁ ପୁରା ନାକେ ଦମ ହେଇଗଲାଣି। ସେ ଲୋକ ଆସିବେ, ପୁଣି ଆମ ଘରଠୁ 15 କିଲୋମିଟର ଗୋଟେ ମେକାନିକ ଅଛନ୍ତି ବାଗଲପୁରରେ। ବାଗଲପୁରରୁ ସେ ଲୋକ ଆସିବେ, ଟାଙ୍କି କଢା ହବ, ଟାଙ୍କିରୁ ତେଲ କଢା ହବ। ତେଲ କଢା ସଇଲା ପରେ ନୂଆ ତେଲ ତାକୁ ପୁଣି ସଫା ହବ, ନୂଆ ତେଲ ପଡିବ, ପୁଣି ଟାଙ୍କି ଲଗା ହବ। ନୂଆ ତେଲ ପଇଲେ ଚାଲିବ, ଜମା ଚାଲିବନି। ମୁଁ ଥିଲା ଉପରେ, ମୁଁ ତଳକୁ ବାହାର କରିଦେଲି। ତଳକୁ ତ ଗଡେଇ ଦେଇଛି, ଆଉ ଉଠେଇବି କେମିତି? ଷ୍ଟାର୍ଟ ଆଉ ହଉନି, ଭାରି ମନ ଦୁଃଖ। ଏଇ ଗୋଟେ ଗାଡ଼ି ମୋ ପାଇଁ ସବୁବେଳେ ଲକି। ଏଇ ଗୋଟେ ଗାଡ଼ି, ଏଇ ଗାଡ଼ି ବି ମୋ ପାଖେ ନଥିଲା। ଦିନେ ଏ ଗାଡ଼ି ବି ମୋ ପାଖେ ନଥିଲା।
ଏଇ ଗାଡି ଚଲେଇବାକୁ ମୁଁ ତାକୁ ମାଗେ, କେହି ଦିଅନ୍ତିନି। ଛୁଆ ବେଳେ ତ ମୁଁ ମାଗେ, ମତେ କେହି ଦିଅନ୍ତିନି। ତଥାପି କାହା ଗାଡି କିଏ ଦେବେ ସାଙ୍ଗମାନେ, ମାଇଣ୍ଡରେ ରଖନ୍ତୁ ସବୁବେଳେ, ଜୀବନରେ କାହାକୁ ଗାଡି ମାଗିବେନି, ଜୀବନରେ ନିଜ ଗାଡି କାହାକୁ ଦେବେନି। କାରଣ ଗାଡି ମାଗିଥିବ ଲୋକକୁ, ଯୋଉ ଗାଡି ମାଗିଥିବ ଯାହାକୁ, ତମେ ଗାଡି ଆଣିବ, ସେ ତମ ଯାହାହେଲେ ଗାଡି ନେବେ। ଗାଡି ଭାଙ୍ଗନ୍ତି, ପିଟନ୍ତି, ଯାହା କରନ୍ତି, ତମେ କିଛି କହିପାରିବନି। ସେଥିପାଇଁ ମୁଁ ଯାହା ମାଗେ, ସେ କେହି ଗାଡି ଦିଅନ୍ତିନି। ସେଥିପାଇଁ ମୁଁ ମୋର ଗାଡି, ମୁଁ ମୋର ବହୁତ କଷ୍ଟ କରି ଗାଡି କିଣିଛି। ସବୁ ଗାଡି ଯେତେ ସିଡି ଡନ୍, ତାପରେ ଡିସ୍କଭର, ତାପରେ ସିଡି ଲକ୍ସ, ତାପରେ ବୁଲେଟ, ତାପରେ ଏକାର, ସେ କଥା ନାହିଁ ସାଙ୍ଗମାନେ। ଏଇ ଗାଡି ବି ମୋ ପାଖେ ନଥିଲା। ଲୋକ ଏଇ ଗାଡି ଚଲେଇ ଯାଉଥିବ, ମତେ ଇଚ୍ଛା ହୁଏ ମୁଁ ଟିକେ ଗାଡିଟେ ଚଲେଇଦେବି, ଶିଖିଯିବି। ଏ ଗାଡି ବି ମୋ ପାଖେ ନଥିଲା। ମୁଁ ଗୋଟେ ଭଙ୍ଗା ସାଇକେଲ ଧରି ବୁଲୁଥିଲି। ସାଇକେଲ ଧରି ତା ପଛଆଡେ ମଡ ଗାଡି ନଥିବ। ଜୀବନରେ ଆସିଛ ମାନେ କିଛିଟା କର। ଆମେ କୋଉ ଘରେ ଜନ୍ମ ନେଇଛେ ସେଇଟା ମ୍ୟାଟର କରେନି। ଗରିବରେ ଜନ୍ମ ହେଇଛେ, ଗରିବରେ ମରିଆନି, ସେଇଟା ବହୁତ ବଡ ପାପ। ସବୁବେଳେ ଆଗକୁ ମାଡି ଚାଲିବାକୁ ଚେଷ୍ଟା କରିବା। ମତେ ବହୁତ ଲୋକ ବହୁତ କଥା କହିଛନ୍ତି, 10 ଲୋକ 10 ପଦ କଥା କହିଛନ୍ତି। ଏମିତି ହଟେଇବ, ହଁ ହଟ ଚାଲ ହଟ, ଏମିତି କହିବ, ଚାଲ ହଟ କହିବ, ମାଡି ଚାଲିବ ଆଗକୁ। ସେଗୁରାକ ଯୋଉମାନେ କହୁଥିବେ, ତାଙ୍କ ପୁଅ ଆଜି ସେ ଜୀବନରେ କିଛି କରିନଥିବେ, ବୁଲିକି କୋଉଠି କମ୍ପାନୀରେ ଚାକିରି କରିଥିବେ। ମନେ ରଖିଥିବେ ଏଇଟା ସାଙ୍ଗମାନେ। ମୁଁ ପାଇଛି ପଶୁ ପକ୍ଷୀ ରଖି, ତାଙ୍କ ପାଖରୁ ମୁଁ ଏତିକି ଆଶୀର୍ବାଦ ପାଉଛି, ଭଲ ପାଇବା ପାଉଛି, ଯେ ମୁଁ ଆଜି ଆପଣମାନଙ୍କ ଆଗରେ ବହୁତ ଗେଲା କରେ। ବହୁତ ଭଲ ପାଇବା ଦିଅନ୍ତି ଏମାନେ, ବହୁତ ଭଲ ପାଇବା ଦିଅନ୍ତି, ବହୁତ ଭଲ ପାଇବା ନିଅନ୍ତି ମୋଠୁ। ନା ତ ନା ସମସ୍ତେ। ଲକି ନୁହଁ, ଲକି ନୁହଁ, ଲକି କୁଣ୍ଡ, ଲକିଟା ମୋର ଛୁଆ ବେଳୁ ହେଇଥିଲା, ଛୁଆ ବେଳୁ ହେଇଥିଲା। ଦେଖିଲେ ଆଉ ସାଙ୍ଗମାନେ, ହଁ ମେଡିସିନର ଭିଡିଓଟା ଆପଣମାନଙ୍କୁ ଦେଖେଇ ଦଉଛି। ମେଡିସିନଟା ଆପଣମାନଙ୍କୁ ଦେଖେଇ, ମେଡିସିନଟା କେମିତି କଣ ହେଇଛି, ଖାଇବେ କୁକୁର, ସେଇଟା ବି ଦେଖଉଛି ଆପଣଙ୍କୁ। ସାଙ୍ଗମାନେ ସାର୍କୋଫେରଲ ଦେଖନ୍ତୁ, ଏଇଟା ଦେଖନ୍ତୁ, ଏଇଟା ସାର୍କୋଫେରଲ ହେଲା। ଓକେ, ଏଇଟା ଖାଇବେ ଦେଖନ୍ତୁ କେମିତି, ଏଇଟା ବଢିଆ ଭାବରେ ଖାଇବେ ଦେଖନ୍ତୁ। ଚାଲି ଖାଇବେ ଦେଖନ୍ତୁ। नो 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 ର ର ମେଡିସିନ କେମିତି ଦେଖନ୍ତୁ। କୋକାଇଲୁ କୋକାନି, ଆକୁ 10 ml ଦିଆହଉଛି। ଦେଖିଲେ ସାଙ୍ଗମାନେ, ଇଏ ଖାଇଦେଲା। କୋକାଇ କୋକା, କୋକ କମ କମ, କୋକ କମ, नो नो नो, ତୁ ଖାଇଲୁ ଆଉ ବେଶୀ ଖାଆନ୍ତିନି। କୋକା ଆସି କୋକା, ଏ ସବୁ ଖାଇଦେବେ, ସବୁ ଖାଇଦବ। ଇଏ 10 ml, ବେଶୀ ନୁହଁ, 10 ml, ଗୋଟେ କୁକୁର 10 ml। ଦେଖନ୍ତୁ ସାଙ୍ଗମାନେ, ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ଆପଣ ମାନେ କହିବେ। କୋକ ପ୍ରେଗନେଣ୍ଟ ନାହିଁ, ଟୋଟାଲି ଉପରେ ପ୍ରେଗନେଣ୍ଟ ନାହିଁ। କୋକ ଝଡ଼ି ଯାଇଛି। କୋକ ତ ମାନେ ମେଟିଂ ଫଲ୍ସ ମାରିବ ମାନେ, ସେମାନେ ସାଙ୍ଗେ ସାଙ୍ଗେ ଇନଫେକ୍ସନ ତାର କରିବ। କୋକ ନାହିଁ, କୋକ କ୍ଷୀର ଖସି, କିନ୍ତୁ କୋକ ନାହିଁ। ଟାଇଗର ସେଠି ହେଇଛି। ଲକି ବି ସାଙ୍ଗମାନେ ଦେଖନ୍ତୁ, ଲକି ଆଇଲୁ, ଲକିଆଡା, ଲକିଆଡା, ଛାଡୁ ଚାଲୁ, ଚାଲି ଛାଡୁ ଚାଲ, ଚାଲିକି ଦେଖନ୍ତୁ ସାଙ୍ଗମାନେ, ଲକିକି ଦେଖନ୍ତୁ। ଲକି ଅଛି କି ନାହିଁ ଆପଣ ମାନେ କୁହନ୍ତୁ ହେଲା। କିଏ ଅଛି କି ନାହିଁ ମତେ କମେଣ୍ଟ କରିବେ। ଦେଖେ ଗୋଟେ ଜାଗାରେ ଷ୍ଟାଣ୍ଡ କର୍ଣ୍ଣରେ ସେଇ ଷ୍ଟେ। ଲକି ଦେଖିଲେ, ସମସ୍ତଙ୍କର ହେଇଗଲାଣି ଟାଇମ, କିନ୍ତୁ ଲକି ଜଣା ପଡୁନି। ଚାଲି ଆଇଲୁ, ଚାଲିଆ, ନେ ନେ, ଆଇଲୁ 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 ବାବା। ହା ତୁ ର ଚୁଙ୍ଗୁଡି, ସେଇଠି ର, ସେଇଠି ଷ୍ଟେ, ସେଇଠି ଷ୍ଟେ। ସେ ଜମା ପେଟ ଦେଖିବ, ଜମା ଦେଖିବନି ପେଟ। ଆକ୍ଚୁଆଲି ଏଇ ପ୍ରେଗନେଣ୍ଟ, ଏଇଠି ଆଉନୁ, ସେଇଠି ଦେଖନ୍ତୁ। ଏଇ ଗୋଟିଏ ପ୍ରେଗନେଣ୍ଟ ଅଛି, ଆଉ କେହି ନାହାନ୍ତି। ଦେଖନ୍ତୁ ସାଙ୍ଗମାନେ, ଏ ଗୋଟିଏ ପ୍ରେଗନେଣ୍ଟ ଅଛି, ଆଉ କେହି ନାହାନ୍ତି। ଗୋଟିଏ ପ୍ରେଗନେଣ୍ଟ, ତାକୁ ଇଟା ପକାଲା, ଧରି ବୁଲିଲା। ଆକୁ ଯଦି ମୁଁ କହିବି କ୍ୟାମେରା ଆଗ ଦେଖେଇବି, ସେ କ୍ୟାମେରା ଆଗ ଜମା ଦେଖେଇବନି। ସେ ତାର ରାଉଣ୍ଡିଂ। ଲକିକି ଦେଖିଲେ, ଚାଲିକି ଦେଖିଲେ ସାଙ୍ଗମାନେ, ଆପଣମାନଙ୍କୁ କିଏ ଲାଗୁଛି ଚାଲି ହିଁ ପ୍ରେଗନେଣ୍ଟ? ଆଉ ବୋଧେ ମ୍ୟାକ୍ସିମମ୍ 15-20 ଦିନ ରହିଲା, ବେଶୀ ନାହିଁ। ଚାଲି ହିଁ ଜନ୍ମ କରିବ। ଆଉ ଗୋଟେ ସବୁଠୁ ବଡ ଦୁଃଖ କଥା ସାଙ୍ଗମାନେ, ଆପଣମାନେ ଦେଖିବେ, ସବୁଠୁ ବଡ ଦୁଃଖ କଥା। ଲକି ଆଇଲୁ, ଲକି ନା ଆଇଲୁ, କୁଆଡେ ପଳଉଛୁ? ଲକିର ଆଖି ଦେଖନ୍ତୁ ସାଙ୍ଗମାନେ, ତା ଆଖି, ଗୋଟେ ଆଖି ଏମିତି ହେଇଛି ଦେଖନ୍ତୁ, କେମିତି ଦେଖାଉଛି। ର ର ର ର, ଏପଟ ଆଖି ଦେଖନ୍ତୁ କେମିତି ଦେଖାଉଛି। ଏଇଟା କଣ ପାଇଁ ହେଇଛି ଜାଣିଛନ୍ତି କିଏ ସାଙ୍ଗମାନେ? କି ଜାଣି, ମାନେ ଟିକେ ନାକୁ ହେଇଥିଲା ଜଣା ପଡୁନଥିଲା, ସେ ପୁରା ମାଡ଼ି ମାଡ଼ି ଚାଲିଲାଣି। ସେଇଟା କଣଟା ଆକ୍ଚୁଆଲି, ଯୋଉ ଭାଇ ମାନେ ଜାଣିଥିବେ ମତେ ଯେମିତି ହେଲେ କହିବେ ସେଇଟା କଣ। ନହେଲେ ମୁଁ ଡକ୍ଟରଙ୍କ ପାଖକୁ ନେବି, ଆଉ ପ୍ରାଇଭେଟ ଡକ୍ଟରଙ୍କ ପାଖକୁ ନେବି, ଗଭର୍ଣ୍ଣମେଣ୍ଟ ଡକ୍ଟର ପାଖକୁ ତ ଯେମିତି ନେବିନି କେବେ। କୋକକୁ ଲକିକି ନେଇକି ଯିବି,
ଆଉ ସେ ଆଖିଟା ତାର କ'ଣ ପାଇଁ ଏମିତି ହେଇଛି ଜୀବଟା ନା ଯାହେଲେ ତା ଜୀବନଟା ଅଛି ନା ସେ କ'ଣ ହେଇଛି କ'ଣ ନାହିଁ ଆଉ ତାକୁ ଦେଖିବା ବିଚାରାର କିଛି ନ ହଉ ଭଲରେ ଥାଆନ୍ତୁ ସମସ୍ତେ। ଆଉ ଆକ୍ଚୁଆଲି ସାଙ୍ଗମାନେ ମୋର ଦେଖନ୍ତୁ କେହି ବନ୍ଧା ନୁହଁ ଖାଲି କେବଳ ଟାଇଗର ବନ୍ଧା ସେପଟେ ବେତାଳ ବନ୍ଧା କୋକୋ ତାର ସେମିତି ରହିବ କୋକୋ ବନ୍ଧା ନୁହଁ ଆଉ ସମସ୍ତେ ଫିଟା କୁକୁର ଦେଖିଥିବେ ସବୁ ଜନ୍ତାରେ ବସିକି ରହୁଥିବେ ସକାଳ ହେଲା ମାନେ ବାହାରୁଥିବେ ପୁଣି ଭିଡ଼ିଓଟା କରିକି ଭିତରେ ପୋଦୁଥିବେ ସାଙ୍ଗମାନେ ମୋର ସେମିତି ନୁହଁ ଟୋଟାଲି ସବୁବେଳେ ଫିଟା ଥାନ୍ତି କେବଳ ଟାଇଗର ବାହାରେ ବନ୍ଧା ହେଇଥାଏ ଟାଇଗର ବି ଏଇକା ବନ୍ଧା ହଉନି ଖାଲି ଦିନରେ ବାହାରେ ବନ୍ଧା ହଉଛି କେବଳ ଟାଇଗର ସବୁବେଳେ ଦେଖିବେ ଟାଇଗର ବନ୍ଧା ହେଇଥିବ ବେତାଳ ବନ୍ଧା ହେଇଥିବ ବେତାଳ ରାତି ସାରା ଫିଟା ରୁହେ ଦିନରେ ବନ୍ଧା ହୁଏ ଟାଇଗର ଦିନ ସାରା ବନ୍ଧା ହୁଏ ରାତିରେ ଫିଟା ହୁଏ କିନ୍ତୁ ଟାଇଗର ଖରାବେଳଠୁ ଘରକୁ ପଳାଏ ଆଉ ବେଲ୍ଟ ନାହିଁ ଆଉ ବେକରେ ବେଲ୍ଟ କାଲି ଲଗେଇଛି ଇଏ କ'ଣ କରୁଛି ନା ଯେତେବେଳେ ତା ଟାଇମ୍ ହେଇଗଲାଣି ନା ଘର ଭିତରେ ଲାଟ୍ରିନ୍ ପରିସ୍ରା କରିଦେଉଛି ମାନେ ଭୁସ୍କିନ୍ କରିଦେଉଛି ତ ସେଥିପାଇଁ ତାକୁ ବାହାରକୁ ନେବାକୁ ପଡ଼ୁଛି ମାନେ ତାଙ୍କର ପ୍ରେଗନେଣ୍ଟ ଥିଲାବେଳେ ପରିସ୍ରା ଲାଟ୍ରିନ୍ ଘର ଭିତରେ କରିଦିଅନ୍ତି ସେଥିପାଇଁ ତାକୁ ବାହାରକୁ ନେବାକୁ ପଡ଼ୁଛି ଆଉ କୋକୋ ତମର ବନ୍ଧା ହୁଏନି ଆଉ କ'ଣ କରିବା କୋକୋ ବନ୍ଧା ହୁଏନି ମୋ ବାବା ବନ୍ଧା ହୁଏନି ଲୋ ହଁ ବା ତୁ ବନ୍ଧା ହଉନି ଚାଲ କଳା ଭିତରେ ଗୋଟେ ବେକେରେ ନାଗିଛି ବୁଲୁଛି ଆମର ଚାଲ 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 ଆସ କମ୍ ଇୟର ଦେଖନ୍ତୁ ଯାହା ଗୁଡ଼ାକ ପଳେଇছে ଲକି କମ୍ କମ୍ ଘରୁ ଚାଲ ସବୁ ଲାଇନ୍ ବାଇ ଲାଇନ୍ ଘରୁ ଚାଲ 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 ଘରୁ ଚାଲ ଘରୁ ଚାଲ ଘରୁ ଘରୁ ଦେଖିଲେ ଇଏ ହେଉଛି ଭଲ ପାଇବା ଏ ବହୁତ ଭଲ ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରନ୍ତୁ ସାଙ୍ଗମାନେ ଆଉ ଚ୍ୟାନେଲକୁ ଯିଏ ଆସିते ଚ୍ୟାନେଲକୁ ସବସ୍କ୍ରାଇବ କରିବା ଭୁଲିବେନି ଜୟ ଜଗନ୍ନାଥ ସାଙ୍ଗମାନେ टाटा କରିଦିଅ टाटा टाटा ସାଙ୍ଗମାନେ टाटा।